ପିପିଲି ସବ୍ ଡିଭିଜନ କାର୍ଯ୍ୟାଳୟ ନିର୍ବାହୀ ଯନ୍ତ୍ରୀଙ୍କ ଗୁମର ଗୋଟାକ ପରେ ଗୋटे ଖୋଲିବାର ଲାଗିଛି। ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ 3 ଥିବା ବେଳେ ତାଙ୍କ ଭୁବନେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ 2 ଅଧୀନ ଥିବା ପିପିଲି ସବ୍ ଡିଭିଜନ କାର୍ଯ୍ୟାଳୟ ଦାୟିତ୍ୱ ତୁଲାଇବାକୁ ନିଯୁକ୍ତି କରାଯାଇଥିଲା। ଯନ୍ତ୍ରୀ ମହାଶୟ ପିପିଲି ଅଞ୍ଚଳ ଦାୟିତ୍ୱ ନେବା ପରେ ଦିନେ ହେଲେ ଅଞ୍ଚଳ କିମ୍ବା କାର୍ଯ୍ୟାଳୟ ନ ଆସି ଭୁବନେଶ୍ୱରରେ ଥଣ୍ଡାତାପ ଅଫିସ ରୁମ୍ରେ ବସି କୋଟି କୋଟି ଟଙ୍କାର ନିର୍ମାଣ ହେଉଥିବା କୋଠା ରାସ୍ତାଘାଟରୁ ମୋଟା ଅଙ୍କର ଅର୍ଥ ନେବାରେ ମସୁଧା ଚଳାଇଛି। ଦିବଂଗତ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ କୀର୍ତ୍ତିକୁ ପାଣିର ଗାର ଭଳି ନିର୍ବାହୀ ଯନ୍ତ୍ରୀ ମନେକରି ପିପିଲି ପୂର୍ତ୍ତ ସବ୍ ଡିଭିଜନରେ ନାଁ ଗନ୍ଧ ଧରୁନାହିଁ, ଯାହାକୁ ନେଇ କଂଗ୍ରେସ କର୍ମୀଙ୍କ ମହଲରେ ଅନେକ ପ୍ରଶ୍ନ ଆସିଲାଣି। ଖାଲି ସେତିକି ନୁହେଁ, ବାବୁ ପିପିଲି ଡେଲାଙ୍ଗ ଅଞ୍ଚଳକୁ ଲେଉଟିଆ ପଟାଳି ଭାବି ଦାୟିତ୍ୱ ନେବାଠାରୁ ଗାତୁଆ ମୂଷା ଭଳି ଅଧାରୁ ଖାଇ ଚାଲିଥିବା ବେଳେ ଏବେ 2024-2025 ଏବଂ 2026 ଆର୍ଥିକ ବର୍ଷରେ ଲେଉଟିଆ ପଟାଇ ଉଠାଇ ନେଲା ଭଳି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରି ଫର୍ସ ବିଲ୍ କରିବାରେ ଦକ୍ଷତା ହାସଲ କରିଥିବା ଭୁବନେଶ୍ୱର ଡିଭିଜନ କାର୍ଯ୍ୟାଳୟ ଏବଂ ପିପିଲି ସବ୍ ଡିଭିଜନ କାର୍ଯ୍ୟାଳୟରୁ ଭିତିରି ସୂଚନା ମିଳିଛି। ଏନେଇ ମଧ୍ୟ ଅଭିଯୋଗ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଦିଆଯାଇଥିବା ସୂଚନା ଭିତିରି ମିଳିଛି। ସେପଟେ ନିର୍ବାହୀ ଯନ୍ତ୍ରୀଙ୍କର ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ବାବୁ ବିଭାଗର କେଉଁ ବଡ଼ ପଣ୍ଡାଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ରିଲିଫ୍ ହେଉନାହାନ୍ତି ଏବଂ ରିଲିଫ୍ ପଛରେ କେଉଁ ବଡ଼ ପଣ୍ଡାଙ୍କ ହାତ ରହିଛି ତାହା ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଗଲେ ନିର୍ବାହୀ ଯନ୍ତ୍ରୀଙ୍କ କଳାପାହାଡ଼ର ଦୃଶ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ଭିତିରି ଗୁମର ଚାଲିଛି। ମୋହନ ସରକାର ଖିଲାପି ଅଫିସରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଗଣମାଧ୍ୟମରେ ଦିଣ୍ଡିମ ପିଟୁଥିବା ବେଳେ ଏଭଳି ଦୁର୍ନୀତିଗ୍ରସ୍ତ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତି କାହିଁକି ପଦକ୍ଷେପ ନେଉନାହାନ୍ତି ତାହାକୁ ନେଇ ଜନସାଧାରଣ ଏବଂ ବିରୋଧୀ ସ୍ୱର ଉତ୍ତୋଳନ ଉଠାଇଲାଣି ଅନେକ ପ୍ରଶ୍ନ। ସେପଟେ କୁମାରସ୍ୱର ଠାରୁ ବନମାଇପୁର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପ୍ରାୟ 11 କୋଟି ଟଙ୍କାର କାର୍ଯ୍ୟ ଚାଲିଥିବା ବେଳେ ଜଣେକ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଢଳେଇ କାର୍ଯ୍ୟରେ ରଡ୍ ସହିତ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହାର ନ ହୋଇ ନିର୍ମମାନ କାର୍ଯ୍ୟ ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି, ଯାହା ତଦନ୍ତ ସାକ୍ଷେପ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣା ନିର୍ବାହୀ ଯନ୍ତ୍ରୀ ଚଳାଇଥିବା ବେଳେ ଏନେଇ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କେନ୍ଦ୍ରୀୟ ରାସ୍ତା ଏବଂ ଗୃହ ମଣ୍ଡଳ ଭୁବନେଶ୍ୱର ମନୋଜ କୁମାର ମହାନନ୍ଦଙ୍କ ମତାମତ ଲୋଡ଼ିବାରେ ରିପୋର୍ଟ ଲେଖାଯିବା ବେଳକୁ ତାଙ୍କ ପ୍ରତିକ୍ରିୟା ମିଳିନଥିଲା। ତେଣୁ ନିର୍ବାହୀ ଯନ୍ତ୍ରୀକୁ ମୋହନ ସରକାର ଶୀଘ୍ର ଅନ୍ୟ ଜିଲ୍ଲାକୁ ବଦଳି କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ବ୍ୟୁରୋ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।